ରାଜପୁତାନାର ଆବୁ ପାହାଡ଼ରେ ସ୍ୱାମୀଜୀ ଜଣେ ମୁସଲମାନ ଓକିଲଙ୍କ ଘରେ ରହିଥାନ୍ତି। ଦିନେ ଜଗମୋହନ ଲାଲ ସେଠାକୁ ଆସିଥାନ୍ତି। ସେ ଖେତଡ଼ି ମହାରାଜଙ୍କର ପ୍ରାଇଭେଟ୍ ସେକ୍ରେଟାରୀ। ସ୍ୱାମୀଜୀଙ୍କୁ ସେଠାରେ ଦେଖି ସେ ପଚାରିଲେ, ଆପଣ ତ ହିନ୍ଦୁ ସାଧୁ, ଆପଣ ମୁସଲମାନ ଘରେ କିପରି ରହୁଛନ୍ତି? ଏହା ଶୁଣି ସ୍ୱାମୀଜୀ ରାଗି ଉଠି କହିଲେ, ମୁଁ ଜଣେ ସନ୍ନ୍ୟାସୀ। ମୁଁ ସମସ୍ତ ସାମାଜିକ ବିଧିନିଷେଧର ଊର୍ଦ୍ଧ୍ୱରେ। ମୁଁ ଦେଖୁଛି ସବୁଆଡ଼େ ସେହି ବ୍ରହ୍ମ ପ୍ରକାଶିତ ହୋଇଛନ୍ତି। ଏହା ଶୁଣି ଜଗମୋହନ ଲାଲ ମୁଗ୍ଧ ହୋଇଗଲେ। ରାଜସ୍ଥାନର ଗୋଟିଏ ରେଳ ଷ୍ଟେସନରେ ସ୍ୱାମୀଜୀ ରହିଥାନ୍ତି। ଦିନସାରା ବହୁ ଲୋକ ତାଙ୍କ ପାଖକୁ ଆସୁଥାନ୍ତି। ନାନା ପ୍ରକାର ପ୍ରଶ୍ନ ପଚାରୁଥାନ୍ତି। ସ୍ୱାମୀଜୀ ନାନା ଉପଦେଶ ଦେଉଥାନ୍ତି। କିନ୍ତୁ କେହି ଜଣେ ସେ ଖାଇଛନ୍ତି କି ନାହିଁ ପଚାରି ବୁଝି ନାହାନ୍ତି। ଏମିତି 3 ଦିନ ସ୍ୱାମୀଜୀ ଧର୍ମ ପ୍ରସଙ୍ଗ କରି ଚାଲିଥାନ୍ତି। ତୃତୀୟ ଦିନ ରାତିରେ ସମସ୍ତେ ଚାଲିଯିବା ପରେ ଜଣେ ଗରିବ ଲୋକ ଆସି ତାଙ୍କୁ ପଚାରିଲା, ମହାରାଜ, ଆପଣ 3 ଦିନ ଧରି ନ ଖାଇ ନ ପିଇ କହି ଚାଲିଛନ୍ତି, ପାଣି ଟିକି ବି ପିଇ ନାହାନ୍ତି। ମୋତେ ଏହା ଦେଖି ଭାରି କଷ୍ଟ ହେଉଛି। ସ୍ୱାମୀଜୀ ତାକୁ ରୁଟି ଆଣି ଦେବାକୁ କହିଲେ। ଜାତିରେ ଚମର ସେଇ ଲୋକଟିର ତିଆରି ରୁଟି ଓ ଡାଲି ଖାଇ ସ୍ୱାମୀଜୀ ଆନନ୍ଦ ଲାଭ କରିଥିଲେ ଏବଂ ଭାବିଲେ, ଆମ ଦେଶର କୁଡ଼ିଆ ଘରେ ଏମିତି କେତେ ମଣିଷ ବାସ କରନ୍ତି, ଯେଉଁମାନେ ବାହାରେ ଦୀନ ଦରିଦ୍ର, କିନ୍ତୁ ଅନ୍ତରରେ ଅତି ମହାନ। ଷ୍ଟେସନରେ କେତେକ ଭଦ୍ରଲୋକଙ୍କ ନଜର ପଡ଼ିଲା, ସ୍ୱାମୀଜୀ ଚମାର ହାତରୁ ନେଇ ଖାଉଛନ୍ତି। ସେମାନେ ତାଙ୍କୁ ଯାଇ ପଚାରିଲେ, ଆପଣ ଯେ ନୀଚ ଲୋକ ହାତରୁ ଖାଇଲେ, ଏଇଟା କ'ଣ ଭଲ ହେଲା? ସ୍ୱାମୀଜୀ ଉତ୍ତର ଦେଲେ, ତୁମେ ତ ଏତେଗୁଡ଼ିଏ ଲୋକ ମୋତେ 3 ଦିନ ଧରି କଥା କୁହାଇଲ, କିନ୍ତୁ ମୁଁ କିଛି ଖାଇଛି କି ନାହିଁ ତା'ର କ'ଣ ଖବର ନେଇଥିଲ? ଅଥଚ ଏ ଲୋକଟି ଛୋଟ ହେଲା ଆଉ ତୁମେ ସବୁ ନିଜକୁ ଭଦ୍ର ବୋଲାଉଛ। ତା ନିକଟରେ ମନୁଷ୍ୟତ୍ୱ ଅଛି। ସ୍ୱାମୀଜୀ ପରିଭ୍ରମଣ କାଳରେ ଅଲୱାରଠାରେ ଜଣେ ମୌଲବୀ ସାହେବଙ୍କର ଆତିଥ୍ୟ ସ୍ୱୀକାର କରିଥିଲେ। ସେଠାରେ ଥିବା ସମୟରେ ଜଣେ ଗରିବ ବୃଦ୍ଧ ମହିଳା ତାଙ୍କୁ ନିଜ ପୁତ୍ର ଭାବି ରୁଟି ଆଣି ଖାଇବାକୁ ଦେଇଥିଲା। ଅନ୍ୟ ଜଣେ ବୈଷ୍ଣବ ସନ୍ନ୍ୟାସୀ ରାମସ୍ନେହୀ ଭିକ୍ଷାଲବ୍ଧ ଅଟାରେ ରୁଟି କରି ସ୍ୱାମୀଜୀଙ୍କୁ ଦେଇଥିଲେ। ସେଠାରେ ଜଣେ ପ୍ରଶ୍ନ କଲେ, ବାବାଜୀ, ଆପଣ ଗେରୁଆ ଲୁଗା ପିନ୍ଧୁଛନ୍ତି କାହିଁକି? ଗେରୁଆ ବସ୍ତ୍ର ଭିକ୍ଷୁକର ବସନ। ଯଦି ମୁଁ ସାଧାରଣ ଲୋକଙ୍କ ପରି ବସ୍ତ୍ରାଦି ପରିଧାନ କରି ବୁଲେ, ତାହେଲେ ଦରିଦ୍ର ଭିକ୍ଷୁକ କ'ଣ ମୋତେ ଧନଶାଳୀ ଭାବେ ଭିକ୍ଷା ମାଗିବେ? ମୁଁ ନିଜେ ଜଣେ ଭିକ୍ଷୁକ। ମୋ ହାତରେ ଗୋଟିଏ ବୋଲି ପଇସା ନାହିଁ। କାହାକୁ ନିରାଶ କଲେ ମୋତେ କଷ୍ଟ ହୁଏ। କିନ୍ତୁ ମୋର ଗୈରିକ ବସନ ଦେଖି ସେମାନେ ନିଜ ପରି ମୋତେ ଜଣେ ଭିକ୍ଷୁକ ବୋଲି ମନେକରି ଭିକ୍ଷା ମାଗିବେ ନାହିଁ। ଏହି ଭ୍ରମଣ କାଳରେ ତାଙ୍କୁ ଅନାହାରେ ରହିବାକୁ ପଡ଼ିଛି। ଉତ୍ତରପ୍ରଦେଶରେ ଗ୍ରୀଷ୍ମକାଳରେ ଯାତ୍ରା କଲାବେଳେ ଟ୍ରେନରେ ସହଯାତ୍ରୀ ବ୍ୟବସାୟୀ ତାଙ୍କ ସମ୍ମୁଖରେ ବସି ଆନନ୍ଦରେ ପାଣି ପିଇ କହୁଥିଲେ, ଏହା ହେଉଛି ଗୃହସ୍ଥର କର୍ମ କରିବା ଦ୍ୱାରା ଫଳପ୍ରାପ୍ତି। ସ୍ୱାମୀ କାର୍ଯ୍ୟ କରୁନଥିବାରୁ ସମାଜ ଉପରେ ବୋଝ। ତାରାଗଡ଼ ଷ୍ଟେସନରେ ଟ୍ରେନ୍ ଅଟକିଲା। ବିଶ୍ରାମାଳୟରେ ସ୍ଥାନ ନ ପାଇ ସେ ପ୍ଲାଟଫର୍ମ ବାରଣ୍ଡାରେ କାନ୍ଥକୁ ଆଉଜି ବସି ରହିଲେ। ଏ ବ୍ୟବସାୟୀ ତାଙ୍କ ଅନତି ଦୂରରେ ବସି ଦିବ୍ୟ ଭୋଜନ କରିବାକୁ ଲାଗିଥିଲେ ଓ ଗୃହସ୍ଥ ଜୀବନର ସୁଖ ବିଷୟରେ ଭାଷଣ ଦେବାରେ ଲାଗିଥିଲେ। ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା। ଜଣେ ବ୍ୟକ୍ତି କାଖରେ ଆସନ ଯାକି ପାଣି ସୁରାଇ ଓ କିଛି ଖାଦ୍ୟ ପୁଡ଼ିଆ ଧରି ସେଠାରେ ଉପସ୍ଥିତ ହେଲେ। ସେ ଆସନ ବିଛାଇ ଦେଇ ଖାଦ୍ୟକୁ ଯତ୍ନରେ ରଖି ସ୍ୱାମୀଜୀଙ୍କୁ ଆହାର କରିବାକୁ ଅନୁରୋଧ କଲେ। ସ୍ୱାମୀଜୀ ଭାବିଲେ, ବୋଧହୁଏ ଲୋକଟି ଭୁଲ କରୁଛି। କିନ୍ତୁ ସେ ଲୋକଟି ବାରମ୍ବାର ଅନୁରୋଧ କରିବାକୁ ଲାଗିଲା ଏବଂ କିପରି ତା'ର ପ୍ରଭୁ ରାମ ତାକୁ ଦର୍ଶନ ଦେଇ ସେ ଅଭକ୍ତ ହୋଇ ତାଙ୍କର ରୂପକୁ ଦେଖାଇଛନ୍ତି ତାହା ବର୍ଣ୍ଣନା କଲା। ସ୍ୱାମୀଜୀ ତା'ଠାରୁ ଖାଦ୍ୟ ଗ୍ରହଣ କଲେ। ସେ ଉଦ୍ଧତ ବ୍ୟବସାୟୀଙ୍କ ମୋହଭଙ୍ଗ ଘଟିଲା। ସେ ସ୍ୱାମୀଜୀଙ୍କ ଚରଣ ଧୂଳି ନେଇ ପ୍ରସ୍ଥାନ କଲେ। ଭାରତର ବିଭିନ୍ନ ପଥ ଓ ପ୍ରାନ୍ତରରେ ସେ ପାଦରେ ଖରା, ବର୍ଷା ଓ ଶୀତରେ ଭ୍ରମଣ କରି ପାହାଡ଼, ପର୍ବତ, ଜଙ୍ଗଲ, ମରୁଭୂମି, ନଗର, ସହର, ଜନବସତି, ଗ୍ରାମ ଝୁମ୍ପୁଡ଼ି ଦେଇ ଭାରତର ବୈଚିତ୍ର୍ୟକୁ ଜାଣିବାକୁ ଚେଷ୍ଟା କରିଥିଲେ। ଭାରତ ସେତେବେଳେ ପରାଧୀନ। ତା'ର ଆଧ୍ୟାତ୍ମିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ସ୍ଥିତି ବଡ଼ ବିପନ୍ନ। ସେ ଅବନତ। ମଣିଷକୁ କେହି ମଣିଷ ପରି ଦେଖୁନି। ମଣିଷ ଭିତରେ ସେ ଶ୍ରୀ ନାହିଁ। ଯେଉଁ ଭାରତ ମଣିଷ ଭିତରେ ଈଶ୍ୱରଙ୍କୁ ଦେଖି ଉପାସନା କରେ, ସେ ଭାରତର ସନ୍ତାନ ପରସ୍ପରକୁ ସମ୍ମାନ ଦେଉନାହାନ୍ତି। ଧର୍ମ ନାମରେ ଚାଲିଛି ଶୋଷଣ, ଅତ୍ୟାଚାର ଓ କୁସଂସ୍କାର। ଭାରତୀୟ ସଂସ୍କୃତିର ମୂଳରେ ଘୁଣ ଲାଗିଯାଇଛି। ଆଧୁନିକ ଚାକଚକ୍ୟରେ ଭାରତୀୟମାନେ ନିଜ ଦେଶର ସଭ୍ୟତା ଓ ସଂସ୍କୃତିକୁ ଭୁଲି ଯାଇ ବିଦେଶୀ ସଂସ୍କୃତିକୁ ଆପଣେଇ ନେଇଛନ୍ତି। ଇଂରେଜମାନଙ୍କ ଶିକ୍ଷା ପଦ୍ଧତି ଭାରତୀୟ ସଂସ୍କୃତି ମୂଳରେ ଆଘାତ କରୁଛି। ବାଳକ ବିଦ୍ୟାଳୟକୁ ଯାଇ ଶିଖୁଛି, ତା'ର ବାପ ଜଣେ ମୂର୍ଖ, ତା'ର ପିତାମହ ଗୋଟେ ପାଗଳ। ପ୍ରାଚୀନ ଆର୍ଯ୍ୟମାନେ ସମସ୍ତେ ଭଣ୍ଡ ଏବଂ ସମସ୍ତ ଧର୍ମଶାସ୍ତ୍ର ମୂଲ୍ୟହୀନ। ଦେଶବାସୀଙ୍କ ମନରେ ନାହିଁ ସାହସ ଓ ଆତ୍ମବିଶ୍ୱାସ। ଭାରତର ଲୋକମାନେ ନିଦରେ ଶୋଇ ପଡ଼ିଛନ୍ତି। ଏ ଭାରତବାସୀଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବାକୁ ହେବ। ନିଜ ସଂସ୍କୃତି ପ୍ରତି ଶ୍ରଦ୍ଧା ଫେରାଇ ଆଣିବାକୁ ହେବ। ଶିକ୍ଷାର ପ୍ରସାର କରିବାକୁ ହେବ। ନିରନ୍ନଙ୍କ ମୁହଁରେ ଅନ୍ନ ଦେବାକୁ ହେବ। ଭାରତ ପ୍ରତି ସ୍ୱାମୀଜୀଙ୍କର ପ୍ରଗାଢ଼ ପ୍ରେମ ହେତୁ ତାଙ୍କ ମନରେ ମନୁଷ୍ୟମାନଙ୍କ ପ୍ରତି ଗଭୀର ସମବେଦନା ସୃଷ୍ଟି ହୋଇଛି। ସେ ପରେ କହିଛନ୍ତି, ଭାରତ ମୋର ଶୈଶବର ଶିଶୁଶଯ୍ୟା, ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ। ଭାରତ ମୋ ନିକଟରେ ପୁଣ୍ୟଭୂମି, ଦେବଭୂମି। ଭାରତର ପ୍ରତ୍ୟେକଟି ଧୂଳିକଣା ମୋ ନିକଟରେ ପବିତ୍ର। ଭାରତର ମୋଚି ମେହେନ୍ତର ମୋର ଭାଇ
ମୋର ରକ୍ତ। ସେ ତାଙ୍କର ଗୁରୁ ଭାଇ ସ୍ୱାମୀ ତୁରୀୟାନନ୍ଦଙ୍କୁ କହିଥିଲେ, ହରି ଭାଇ, ଦେଖୁଛି ମୋର ହୃଦୟଟା ଖୁବ୍ ବଢ଼ିଯାଇଛି। ଅନ୍ୟ ପାଇଁ ଭାବିବାକୁ ଶିଖିଛି। ବିଶ୍ୱାସ କର, ଖୁବ୍ ଶୀଘ୍ର ତୀବ୍ର ଭାବରେ ଅନୁଭବ କରୁଛି। ଏହା କହିଲା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଥରେ ମାନ୍ଦ୍ରାଜ ସମୁଦ୍ର କୂଳରେ ବୁଲୁ ବୁଲୁ ଗୋଟିଏ ଦୁର୍ବଳ ବାଳକକୁ ଅଣ୍ଟାଏ ପାଣିରେ ଠିଆ ହୋଇ ମା ସାଙ୍ଗରେ ମାଛ ଧରୁଥିବା ଦେଖି ସ୍ୱାମୀଜୀ କାନ୍ଦି ପକାଇଥିଲେ। ସେ କହିଲେ, ଭଗବାନ, ଏତେ ଦୁର୍ଭାଗାମାନଙ୍କୁ ସୃଷ୍ଟି କରୁଛ କାହିଁକି? ଏ ଦୃଶ୍ୟ ସହ୍ୟ କରି ହେଉନି। କେତେକାଳ ପ୍ରଭୁ ଏ ଦୃଶ୍ୟ ଦେଖିବାକୁ ହେବ? ସେ ଭାରତ ସାରା ବୁଲି ବୁଲି ଦେଖିଥିଲେ ଲୋକମାନଙ୍କର ଅଶେଷ ଦୁଃଖ। ସେ ଦୁଃଖରେ ତାଙ୍କର ହୃଦୟ ଆଲୋଡ଼ିତ ହୋଇଛି। ସେ ରାତି ରାତି ଶୋଇପାରି ନାହାନ୍ତି। ସେ କିପରି କାର୍ଯ୍ୟ ଆରମ୍ଭ କରି ମରଣମୁଖୀ ଭାରତବର୍ଷକୁ ସୁପ୍ତ ଅବସ୍ଥାକୁ ଉଠାଇବେ, ତାହା ଥିଲା ତାଙ୍କର ପ୍ରତ୍ୟେକ ସମୟରେ ଚିନ୍ତା। 1893 ଖ୍ରୀଷ୍ଟାବ୍ଦ ବେଳକୁ ସେ ବୁଲି ବୁଲି ଭାରତର ଦକ୍ଷିଣ ପ୍ରାନ୍ତର କନ୍ୟାକୁମାରୀଠାରେ ଉପସ୍ଥିତ ହେଲେ। ସେଠାରେ ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗର ଏକତ୍ରିତ ହୋଇ ଭାରତବର୍ଷରେ ପାଦ ଧୋଇ ଦେଉଛନ୍ତି। ସେ କନ୍ୟାକୁମାରୀ ମନ୍ଦିର ମଧ୍ୟରେ ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ସମୁଦ୍ର ମଧ୍ୟରେ ଥିବା ଶିଳାଖଣ୍ଡ ନିକଟକୁ ପହଁରି ଯାଇ ସେଠାରେ ପହଞ୍ଚିଲେ। ଭାରତର ଶେଷ ଶିଳାଖଣ୍ଡ ଉପରେ ବସି ସ୍ୱାମୀଜୀ ଗଭୀର ଧ୍ୟାନରେ ମଗ୍ନ ହୋଇଗଲେ। ତାଙ୍କ ମନ ଭିତରେ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଆଲୋଡ଼ନ ସୃଷ୍ଟି କଲା। ଭାରତର ଅତୀତର ଗାରିମା, ବର୍ତ୍ତମାନର ଦୁର୍ଦ୍ଦଶା ଓ ଭବିଷ୍ୟତର ଆଶା ଓ ଆକାଂକ୍ଷା ଗୋଟିଏ ପରେ ଗୋଟିଏ ତାଙ୍କ ଆଖି ଆଗରେ ଭାସି ଉଠିଲା। ସେ ବୁଝିଲେ, ଇତିହାସର ଏହି ସନ୍ଧିକ୍ଷଣରେ ଭାରତରେ ନବଜାଗରଣ ଆଣିବାକୁ ହେବ ଏବଂ ସେଥିପାଇଁ ତାଙ୍କୁ ଭାରତରେ ଶୋଇପଡ଼ିଥିବା ନରନାରୀଙ୍କୁ ଆହ୍ୱାନ କରିବାକୁ ହେବ। ତାଙ୍କ ମନରେ କୌଣସି ସନ୍ଦେହ, ପ୍ରଶ୍ନ ଓ ଜିଜ୍ଞାସା ରହିଲା ନାହିଁ। ସେ ଉଠ, ଜାଗ, ଅନେକ ଶୋଇଛ, ଏଥର ଉଠ, କାର୍ଯ୍ୟରେ ଲାଗିପଡ଼ ଏହି ମନ୍ତ୍ର ଧରି ମାନ୍ଦ୍ରାଜ ସହରରେ ପ୍ରବେଶ କଲେ। ସେ ସଂକଳ୍ପବଦ୍ଧ ହେଲେ ଯେ ଭାରତର ଆଧ୍ୟାତ୍ମିକତାକୁ ପୁନଃ ପ୍ରତିଷ୍ଠିତ କରିବାକୁ ହେବ। ତାହେଲେ ଭାରତ ରାଜନୀତି, ସମାଜନୀତି, ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଉନ୍ନତ ହୋଇପାରିବ। ଜାତିର ଏହି ପ୍ରାଣଶକ୍ତିକୁ ସତେଜ କରିବାକୁ ହେବ। ସେତେବେଳକୁ ଆମେରିକାର ଚିକାଗୋଠାରେ ଧର୍ମ ମହାସଭା ହେବାର ଥାଏ। ଏହି ଧର୍ମ ମହାସଭାରେ ପୃଥିବୀର ସମସ୍ତ ଧାର୍ମିକ ନେତାମାନେ ଯୋଗ ଦେବେ। ଭାରତୀୟ ଆଧ୍ୟାତ୍ମିକତା ସମ୍ପର୍କରେ ପାଶ୍ଚାତ୍ୟ ଜଗତକୁ ଶୁଣାଇବାର ଏ ଅବକାଶ ଆଉ ରହି ନପାରେ। ଭାରତୀୟ ସଂସ୍କୃତି ଓ ସଭ୍ୟତା ପ୍ରତି ପାଶ୍ଚାତ୍ୟବାସୀଙ୍କୁ ଆକୃଷ୍ଟ କରିବାକୁ ହେବ। ଫଳରେ ଭାରତୀୟମାନେ ନିଜ ସଂସ୍କୃତି ଓ ସଭ୍ୟତା ପ୍ରତି ଗୁରୁତ୍ୱ ଦେବେ ଏବଂ ସେମାନଙ୍କ ମନ ମଧ୍ୟରେ ଆତ୍ମବିଶ୍ୱାସ ଜାଗି ଉଠିବ। ଏହା ବ୍ୟତୀତ ଭାରତର କାର୍ଯ୍ୟ କରିବା ପାଇଁ ସେ ଆମେରିକାରୁ କିଛି ଅର୍ଥ ସମୃଦ୍ଧି ସଂଗ୍ରହ କରିପାରିବେ। ଚିକାଗୋ ଧର୍ମସଭା ସମ୍ପର୍କରେ ସେ ପୂର୍ବରୁ ଶୁଣିଥିଲେ ଏବଂ ମନ ଚାହୁଁଥିଲା ସେଠାକୁ ଯିବା ପାଇଁ, ମାତ୍ର ସ୍ଥିର କରିପାରୁନଥିଲେ। କନ୍ୟାକୁମାରୀରେ ସେ ଶେଷ ଶିଳାଖଣ୍ଡ ଉପରେ ବସି ସେ ନିଷ୍ପତ୍ତି ନେଲେ ଧର୍ମସଭାରେ ଯୋଗ ଦେବେ। ମାନ୍ଦ୍ରାଜଠାରେ ଉତ୍ସାହୀ ଯୁବକମାନଙ୍କ ନିକଟରେ ନିଜର ମନ କଥା ସେ ପ୍ରକାଶ କଲେ। ସେମାନେ ଲାଗି ପଡ଼ିଲେ ଅର୍ଥ ସଂଗ୍ରହ କରିବାରେ। ଶ୍ରୀ ମା ଶାରଦା ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରି ପତ୍ର ଲେଖିଲେ। ଶ୍ରୀ ମା ଶାରଦାଙ୍କଠାରୁ ଆଶୀର୍ବାଦ ପାଇବା ମାତ୍ରେ 1893 ଖ୍ରୀଷ୍ଟାବ୍ଦ ମେ 31 ତାରିଖ ଦିନ ମୁମ୍ବାଇ ବନ୍ଦରରୁ ଜାହାଜରେ ଆମେରିକା ଅଭିମୁଖେ ଯାତ୍ରା କଲେ ତରୁଣ ସନ୍ନ୍ୟାସୀ ସ୍ୱାମୀ ବିବେକାନନ୍ଦ। ପାଶ୍ଚାତ୍ୟରୁ ସ୍ୱାମୀ ବିବେକାନନ୍ଦ ଜାହାଜରେ ଯିବାବେଳେ ସେ ଚୀନ, ଜାପାନ ପ୍ରଭୃତି ଦେଶ ବୁଲି ଦେଖିଲେ। ଜାପାନର ଜନଜାଗରଣ ଓ ଉନ୍ନତି ତାଙ୍କ ମନକୁ ବେଶ୍ ପାଇଲା। ସେ ମାନ୍ଦ୍ରାଜଠାରେ ଥିବା ଯୁବକ ବନ୍ଧୁମାନଙ୍କୁ ଲେଖିଥିଲେ, ଜାପାନୀମାନେ ବର୍ତ୍ତମାନ ସମୟରେ କ'ଣ ପ୍ରୟୋଜନ ତାହା ବୁଝିଛନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ହୋଇଛନ୍ତି। ଆଉ ତୁମେ କ'ଣ କରୁଛ? ସାରା ଜୀବନ କେବଳ ବାଜ୍ୟ କଥା ବକୁଛ। ଆସ, ଏମାନଙ୍କୁ ଦେଖିଯାଅ, ତାପରେ ଯାଇ ଲଜ୍ଜାରେ ମୁହଁ ଲୁଚାଅ। ତୁମେମାନେ ଦେଶ ଛାଡ଼ି ବାହାରକୁ ଗଲେ ଜାତି ଚାଲିଯାଏ। ଏହି ହଜାର ବର୍ଷର କୁସଂସ୍କାର ମୁଣ୍ଡରେ ଧରି ବସିଛ। ହଜାର ବର୍ଷ ହେଲା ଖାଦ୍ୟ ଅଖାଦ୍ୟ, ଶୁଦ୍ଧି ଅଶୁଦ୍ଧି ବିଚାର କରି ଶକ୍ତି କ୍ଷୟ କରୁଛ। ପୌରୋହିତ୍ୟ ରୂପକ ଅହମିକାର ଗଭୀର ଗୁଣ୍ୟରେ ଭଉଁରୀ ବୁଲୁଛ। ଶହ ଶହ ବର୍ଷ ଧରି ଅବିରାମ ସାମାଜିକ ଅତ୍ୟାଚାରରେ ତୁମମାନଙ୍କର ସମସ୍ତ ମନୁଷ୍ୟତ୍ୱ ଏକାବେଳକେ ନଷ୍ଟ ହୋଇଯାଇଛି। ତୁମେମାନେ କ'ଣ କହୁଛ? ଆସ, ମନୁଷ୍ୟ ହୁଅ। ନିଜର ସଂକୀର୍ଣ୍ଣ ଗଣ୍ଡିରୁ ବାହାରି ଆସି ଦେଖ ସବୁ ଜାତି କିପରି ଭାବରେ ଉନ୍ନତି ପଥରେ ଚାଲିଛନ୍ତି। ତୁମେମାନେ କ'ଣ ମନୁଷ୍ୟକୁ ଭଲ ପାଅ? ତାହେଲେ ଆସ, ଆମେ ଭଲ ହେବା ପାଇଁ, ଉନ୍ନତ ହେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା। ଭାରତ ମାତା ଅନ୍ତତଃ ସହସ୍ର ଯୁବକ ବଳି ଚାହାନ୍ତି। ମନେ ରଖ, ମଣିଷ ଆବଶ୍ୟକ, ପଶୁ ନୁହେଁ। ଜାହାଜରେ ଯାତ୍ରା କରିବା ସମୟରେ ଜାମସେଦଜୀ ଟାଟାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ସ୍ୱାମୀଜୀ ତାଙ୍କୁ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରବୃତ୍ତ କରିଥିଲେ। ଚିକାଗୋଠାରେ ପହଞ୍ଚି ସ୍ୱାମୀଜୀ ଜାଣିଲେ ଧର୍ମସଭା ଆରମ୍ଭ ହେବାକୁ ଅନେକ ଡେରି ଅଛି। ଯୋଗ ଦେଇଥିବା ପ୍ରତିନିଧିମାନଙ୍କର ନାମ ଦେବାର ସମୟ ଚାଲିଯାଇଛି। ଯେଉଁ ଧର୍ମର ପ୍ରତିନିଧିତ୍ୱ କରିବେ ସେଥିପାଇଁ ପରିଚୟପତ୍ର ଲୋଡ଼ା। ସେ କୌଣସି ପରିଚୟପତ୍ର ସାଙ୍ଗରେ ଯାଇନାହାନ୍ତି। ହାତରେ ଥିବା ଅର୍ଥ ଖର୍ଚ୍ଚ ହୋଇଗଲାଣି। କେମିତି ଚଳିବେ ସେ ଚିକାଗୋ ସହରରେ? ଏଠାରେ ସନ୍ନ୍ୟାସୀକୁ କେହି ଭିକ୍ଷା ଦିଅନ୍ତି ନାହିଁ। ଯେଉଁମାନଙ୍କୁ ସାହାଯ୍ୟ ପାଇବା ପାଇଁ ପତ୍ର ଲେଖିଛନ୍ତି ସେମାନଙ୍କଠାରୁ କୌଣସି ଆଶା ଦେଖାଯାଇନି। ତଥାପି ହୃଦୟର ଆଶା ଲୋପ ପାଇନି।
ସେ ଭାରତର ଲୋକମାନଙ୍କର ଦୁଃଖ କଷ୍ଟ ଅବସ୍ଥା ଭାବି କାନ୍ଦିଛନ୍ତି। ସେ ମାନ୍ଦ୍ରାଜର ଯୁବକଙ୍କୁ ଲେଖିଛନ୍ତି, ମୁଁ ତଥାକଥିତ ଅନେକ ଧନୀ ଓ ବଡ଼ ଲୋକଙ୍କ ଦ୍ୱାର ଦ୍ୱାର ବୁଲିଛି। ସେମାନେ କେବଳ ମୋତେ ଜୁଆଚୋର ଭାବିଛନ୍ତି। ହୃଦୟରୁ ରକ୍ତ ନିଗାଡ଼ି ମୁଁ ଅଧା ପୃଥିବୀ ଅତିକ୍ରମ କରି ଏ ବିଦେଶର ସାହାଯ୍ୟ ପ୍ରାର୍ଥୀ ହୋଇ ଉପସ୍ଥିତ ହୋଇଛି। ମୁଁ ଏ ଦେଶରେ ଶୀତରେ ବା ଅନ୍ନରେ ମରିପାରେ, କିନ୍ତୁ ମୋର ମାନ୍ଦ୍ରାଜବାସୀ ଯୁବକଗଣ, ତୁମମାନଙ୍କ ନିକଟରେ ଗରିବ ଅଜ୍ଞ ଅତ୍ୟାଚାରୀ ପ୍ରପୀଡ଼ିତମାନଙ୍କ ପାଇଁ ଏ ସହାନୁଭୂତି, ଏ ପ୍ରାଣପଣ ଚେଷ୍ଟା ଦାୟସ୍ୱରୂପ ଅର୍ପଣ କରୁଛି। ତୁମେମାନେ ସାରା ଜୀବନ ଏ 30 କୋଟି ଭାରତବାସୀଙ୍କ ଉଦ୍ଧାର ପାଇଁ ବ୍ରତ ଗ୍ରହଣ କର, ଯେଉଁମାନେ କି ଦିନକୁ ଦିନ ବୁଡ଼ି ଯାଉଛନ୍ତି। ଅଗ୍ନିମୟ ବିଶ୍ୱାସ, ଅଗ୍ନିମୟ ସହାନୁଭୂତି। ଜୟ ପ୍ରଭୁ ଜୟ। ତୁଚ୍ଛ ଜୀବନ, ତୁଚ୍ଛ ମରଣ, ତୁଚ୍ଛ ତୃଷ୍ଣା। ଅଗ୍ରସର ହୁଅ, ପଛକୁ ଚାହୁଁ ନାହିଁ। କିଏ ପଡ଼ିଲା ଦେଖିବାକୁ ଯାଉ ନାହିଁ। ଚିକାଗୋ ଛାଡ଼ି ବୋଷ୍ଟନରେ ଯାଇ କେତେ ଦିନ କଟାଇବାକୁ ସେ ସ୍ଥିର କଲେ। ବାଟରେ ଯିବାବେଳେ ଟ୍ରେନ୍ରେ ତାଙ୍କର ଜଣେ ମହିଳାଙ୍କ ସହିତ ସାକ୍ଷାତ ହେଲା। ସେ ସ୍ୱାମୀଜୀଙ୍କ କଥାରେ ଆକୃଷ୍ଟ ହୋଇ ତାଙ୍କୁ ଆଣି ନିଜ ଘରେ ରଖିଲେ। ତାଙ୍କର ପରିଚୟ ହେଲା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ରାଇଟଙ୍କ ସହ। ରାଇଟ ସ୍ୱାମୀଜୀଙ୍କ ସହିତ ଆଳାପରେ ମୁଗ୍ଧ ହେଲେ। ପରିଚୟପତ୍ର ବିନା ପ୍ରବେଶ ଅଧିକାର ନଥିବ ଶୁଣି ଡକ୍ଟର ରାଇଟ ତାଙ୍କର ବନ୍ଧୁ ଧର୍ମସଭାର ସଦସ୍ୟ ଡକ୍ଟର ଜେ.ଏସ୍.ଏଚ୍. ବ୍ୟାରେଜଙ୍କୁ ପତ୍ର ଲେଖିଲେ। ସେ ପତ୍ରରେ ଲେଖିଥିଲେ, ଏ ବ୍ୟକ୍ତିଙ୍କର ପାଣ୍ଡିତ୍ୟ ଆମ ଦେଶର ସମସ୍ତ ଶିକ୍ଷିତ ବ୍ୟକ୍ତିଙ୍କର ସମ୍ଭବତଃ ପାଣ୍ଡିତ୍ୟ ଅପେକ୍ଷା ବେଶୀ। ଚିକାଗୋ ଅଭିମୁଖେ ପୁଣି ଯାତ୍ରା କଲେ। ମାତ୍ର ବାଟରେ ଧର୍ମସଭାର ଠିକଣା ହଜାଇ ଦେଲେ। ରାତିରେ ଷ୍ଟେସନରେ ସମୟ କଟାଇବାକୁ ପଡ଼ିଲା। ପ୍ରଚଣ୍ଡ ଶୀତ। ତାଙ୍କ ପାଖରେ ଶୀତବସ୍ତ୍ର ନାହିଁ। ଶୀତରେ ମୃତ୍ୟୁ ଭାବି ଷ୍ଟେସନରେ ଥିବା ମାଲବୁହା ଖାଲି କାଠ ବାକ୍ସରେ ପଶି କୌଣସି ପ୍ରକାର ଜୀବନ ରକ୍ଷା କଲେ। ରାତିରେ ଖାଇବାକୁ ପାଇଲେ ନାହିଁ। ସକାଳୁ ସମିତିକୁ ଖୋଜିବାକୁ ଲାଗିଲେ। ଖାଦ୍ୟ ପାଇଁ ଭିକ୍ଷା ମାଗି ବୁଲିଲେ। କେହି ସେଠାରେ ସନ୍ନ୍ୟାସୀକୁ ଭିକ୍ଷା ଦିଅନ୍ତି ନାହିଁ। କେବଳ ମିଳିଲା ଅପମାନ। କ୍ଳାନ୍ତଶ୍ରାନ୍ତ ହୋଇ ରାସ୍ତାର ଫୁଟପାଥରେ ପଡ଼ି ରହିଲେ ସେ। ରାସ୍ତାର ଅପର ପାଖରେ ମିସେସ୍ ହେଲଙ୍କର ଘର। ଅତ୍ୟନ୍ତ ଉଦାର ଭଦ୍ର ମହିଳା ସେ। ଝରକା ବାଟେ ସେ ଦେଖିଲେ ରାସ୍ତା କଡ଼ରେ ଶୋଇ ରହିଛନ୍ତି ଜଣେ ତରୁଣ ସନ୍ନ୍ୟାସୀ। ସେ ନିଜେ ଆସି ତାଙ୍କ ଘରକୁ ଅତି ଆଦରରେ ସ୍ୱାମୀଜୀଙ୍କୁ ନେଇଗଲେ ଏବଂ ତାଙ୍କ ଚେଷ୍ଟାରେ ସେ ଧର୍ମସଭାରେ ଯୋଗ ଦେବାର ଅନୁମତି ପାଇ ଅନ୍ୟାନ୍ୟ ସଭ୍ୟଙ୍କ ପରି ସେଠାରେ ରହିଲେ। ହେଲ୍ ପରିବାର ହେଲେ ସ୍ୱାମୀଜୀଙ୍କର ପରମ ବନ୍ଧୁ। 1893 ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସ 11 ତାରିଖ ଚିକାଗୋର କଲମ୍ବସ୍ ହଲରେ ସଭା ଆରମ୍ଭ ହେଲା। ଅନେକ ଶ୍ରୋତା ଓ ଅନେକ ବକ୍ତା, ବିଭିନ୍ନ ଧର୍ମ ସମ୍ପ୍ରଦାୟର ପାଣ୍ଡିତ୍ୟ। କ'ଣ କହିବେ ସ୍ୱାମୀଜୀ ତାଙ୍କ ପରିଚୟ ଦେଲାବେଳେ ସେ କହିବାକୁ ମନା କଲେ। ସେ ଆଗରୁ କେବେ ସାଧାରଣରେ ବକ୍ତୃତା ଦେଇ ନଥିଲେ। ଛାତି ଧଡ଼ପଡ଼ ହେଲା, ତଣ୍ଟି ଅଠା ଅଠା ଲାଗିଲା। ମନରେ ଦୃଢ଼ ସଂକଳ୍ପ କରି ସରସ୍ୱତୀଙ୍କୁ ପ୍ରଣାମ କରି କହିବାକୁ ଉଠିଲେ ସ୍ୱାମୀଜୀ, ଆମେରିକାର ଭାଇ ଆଉ ଭଉଣୀମାନେ। ଅତି ମଧୁର ସ୍ୱରରେ ଆନ୍ତରିକତାର ସହିତ ସମ୍ବୋଧନ କଲେ। ପ୍ରତ୍ୟେକଙ୍କ ହୃଦୟକୁ ଏହା ସ୍ପର୍ଶ କଲା। କରତାଳି ଧ୍ୱନିରେ ଉଛୁଳି ଉଠିଲା ସଭାଘର। ଧର୍ମର ମୂଳ କଥା ଭାରତ ବିଶ୍ୱପ୍ରେମ ଏହି ବାକ୍ୟର ପ୍ରତିନିଧିତ୍ୱ ହେଲା। ମନ କଥାକୁ ଖୋଲି ଦେଇ କହି ଚାଲିଲେ ତରୁଣ ସ୍ୱାମୀ। ଚାହିଁ ରହି ମନ୍ତ୍ରମୁଗ୍ଧ ପରି ଶୁଣୁଥିଲେ କଲମ୍ବସ୍ ହଲରେ ବସିଥିବା 7,000 ଶ୍ରୋତା। ମଞ୍ଚରେ ପଣ୍ଡିତମାନେ ପରସ୍ପରକୁ କେବଳ ଚାହିଁ ରହିଥିଲେ। ସ୍ୱାମୀଜୀ ସରଳ ଭାରତୀୟ ଭାଷାରେ ଆମେରିକାବାସୀଙ୍କ ଭଉଣୀ ଭାଇ କହି ପ୍ରଥମେ ନାରୀ ଜାତିକୁ ପ୍ରଥମ ସ୍ଥାନ ଦେଲେ ଓ ସମଗ୍ର ଜଗତକୁ ଗୋଟିଏ ପରିବାର ବୋଲି ଘୋଷଣା କଲେ। ସେ ସ୍ୱାଗତ ସମ୍ଭାଷଣରେ କହିଲେ, ଆଜି ଆପଣମାନେ ଆମ୍ଭମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଅଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଅଶେଷ ଆନନ୍ଦରେ ପୂରି ଯାଇଛି। ଯେଉଁ ଧର୍ମ ଜଗତକୁ ଆବାହମାନ କାଳରୁ ମତ ସହିଷ୍ଣୁତା ଓ ସର୍ବବିଧ ମତ ସ୍ୱୀକାର କରିବାକୁ ଶିକ୍ଷା ଦେଇ ଆସୁଛି, ମୁଁ ସେହି ଧର୍ମଭକ୍ତ ବୋଲି ନିଜକୁ ଗୌରବାନ୍ୱିତ ମନେ କରେ। ଆମ୍ଭେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ, ବରଂ ସବୁ ଧର୍ମଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ୱାସ କରୁ। ସେପ୍ଟେମ୍ବର 15 ତାରିଖ ଶୁକ୍ରବାର ଅପରାହ୍ନ ଅଧିବେଶନ। ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ନିଜ ନିଜ ଧର୍ମ ବଡ଼ ଓ ଅନ୍ୟ ଧର୍ମ ପ୍ରତି ଘୃଣାଭାବ ପୋଷଣ କରୁଥିବା ଦେଖି ସ୍ୱାମୀଜୀ ଦେଇଥିଲେ ବକ୍ତୃତା ଭାତୃଭାବ। ସେ କହିଲେ, ବର୍ତ୍ତମାନ ଜଣେ ସୁବକ୍ତା କହିଲେ, ଆସ ଆମମାନେ ପରସ୍ପରର ନିନ୍ଦାବାଦରେ ବିରତ ହେବା। ଏହା ଆପଣମାନେ ଶୁଣିଛନ୍ତି। ମନୁଷ୍ୟ ମଧ୍ୟରେ ଏତେ ବେଶୀ ମତଭେଦ ଦେଖି ବକ୍ତା ମହାଶୟ ଅତ୍ୟନ୍ତ ଦୁଃଖିତ। ମୁଁ ଗୋଟିଏ ଗଳ୍ପ କହିବି, ହୁଏତ ତାହାଦ୍ୱାରା ଏହି ମତଭେଦର କାରଣ ସ୍ପଷ୍ଟ ଜଣାପଡ଼ିବ। ଗୋଟିଏ ବେଙ୍ଗ ଗୋଟିଏ କୂଅରେ ବାସ କରୁଥିଲା। ସେ ବହୁକାଳ ଧରି ସେଠାରେ ଥିଲା। ସେହି କୂଅରେ ତାହାର ଜନ୍ମ ଓ ସେଠାରେ ପ୍ରତିପାଳିତ। ତାହାର ଆକାର ଅତିଶୟ କ୍ଷୁଦ୍ର ଥିଲା। ଅବଶ୍ୟ ସେଠାରେ ବର୍ତ୍ତମାନ ଯୁଗର କୌଣସି କ୍ରମ ବିକାଶବାଦୀ ନଥିଲେ, ତେଣୁ କହିହେବ ନାହିଁ ଅନ୍ଧାର ଗୃହରେ ବାସ କରିବା ଦ୍ୱାରା ସେ ବେଙ୍ଗଟି ଦୃଷ୍ଟିଶକ୍ତି ହରାଇଥିଲା କି ନାହିଁ। କିନ୍ତୁ ଗଳ୍ପର ସୁବିଧା ପାଇଁ ବେଙ୍ଗଟି ଚକ୍ଷୁଷ୍ମାନ ବୋଲି ଆମ୍ଭେମାନେ ଧରିନେବା। ସେ ବେଙ୍ଗଟି ପ୍ରତିଦିନ ଏପରି ଉତ୍ସାହ ସହିତ କୂଅ ମଧ୍ୟରେ ଥିବା ପୋକଜୋକ ଖାଇ ପାଣିକୁ ସଫା ରଖୁଥିଲା। ତାର ଦେହ କ୍ରମଶଃ ଚିକ୍କଣ ଓ ମୋଟା ହେଲା। ଦିନେ ସମୁଦ୍ରରୁ ଆଉ ଗୋଟିଏ ବେଙ୍ଗ ଆସି ସେ କୂଅରେ ପଡ଼ିଲା। କୂଅରେ ଥିବା ବେଙ୍ଗ ପଚାରିଲା, ତୁମେ କେଉଁଠୁ ଆସିଲ? ସେ ଉତ୍ତର ଦେଲା, ମୁଁ ସମୁଦ୍ରରୁ ଆସିଲି। ସମୁଦ୍ର? ତାହା କେତେ ବଡ଼? ତାହା କ'ଣ ମୋ କୂଅଠାରୁ ବଡ଼? ଏହା କହି କୂପମଣ୍ଡୁକ କୂଅର ଏକ ପାଖରୁ ଅନ୍ୟ ପାଖକୁ ଡେଇଁଲା।
ତାର ଉତ୍ତରରେ ସମୁଦ୍ରବେଙ୍ଗ କହିଲା, ଆରେ ଭାଇ, ତୁମେ ଏଇ କ୍ଷୁଦ୍ର କ୍ଷୁଦ୍ର କୂଅ ସହିତ ସମୁଦ୍ର କିପରି ତୁଳନା କରୁଛ? ଏହା ଶୁଣି କୂପମୁଣ୍ଡକୁ ଆଉ ଥରେ ଡେଇଁ ପଚାରିଲା, ତୁମର ସମୁଦ୍ର କ'ଣ ଏତେ ବଡ଼? ସମୁଦ୍ର ସହିତ କୂଅର ତୁଳନା କରି ତୁମେ କ'ଣ ମୂର୍ଖ ପରି ପ୍ରଳାପ କରୁଛ? ଉତ୍ତରରେ କୂପମୁଣ୍ଡକୁ କହିଲା, ମୋ କୂଅଠାରୁ ଆଉ କିଛି ବଡ଼ ନାହିଁ। ପୃଥିବୀରେ ଏହାଠାରୁ କିଛି ବଡ଼ ରହି ନପାରେ। ଏ ନିଶ୍ଚୟ ମିଥ୍ୟାବାଦୀ, ଅତଏବ ଏହାକୁ ବାହାର କରିଦିଅ। ହେ ଭାଇମାନେ, ଏହିପରି ସଂକୀର୍ଣ୍ଣ ଭାବ ହିଁ ଆମମାନଙ୍କର ମତଭେଦର କାରଣ। ମୁଁ ଜଣେ ହିନ୍ଦୁ। ମୁଁ ମୋ ନିଜ ନିଜ କ୍ଷୁଦ୍ର କୂଅରେ ବସିଛି ଏବଂ ସେଇଟିକୁ ସମଗ୍ର ଜଗତ ବୋଲି ମନେ କରୁଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସେମାନଙ୍କର କ୍ଷୁଦ୍ର କୂଅରେ ବସିଛନ୍ତି ଏବଂ ତାହାକୁ ହିଁ ସମଗ୍ର ଜଗତ ବୋଲି ଭାବୁଛନ୍ତି। ମୁସଲମାନମାନେ ମଧ୍ୟ ତାଙ୍କର କ୍ଷୁଦ୍ର କୂଅରେ ବସିଛନ୍ତି ଏବଂ ତାହାକୁ ହିଁ ସମଗ୍ର ଜଗତ ବୋଲି ଭାବୁଛନ୍ତି। ସବୁ ଧର୍ମ ହିଁ ସତ୍ୟ। ବିଭିନ୍ନ ଧର୍ମ ମଧ୍ୟରେ ବିରୋଧ ନାହିଁ, ବୈଚିତ୍ର୍ୟ ଅଛି। ଯେପରି ଗୋଟିଏ ଉଦ୍ୟାନରେ ଅନେକ ଅନେକ ରକମର ଫୁଲ। ସ୍ୱାମୀଜୀ ଶେଷରେ କହିଲେ, ପ୍ରତ୍ୟେକ ଧର୍ମର ପତାକାରେ ବିବାଦ ନୁହେଁ, ସହାୟତା, ବିକାଶ ନୁହେଁ, ପରସ୍ପରର ଭାବ ଗ୍ରହଣ, ମତବିରୋଧ ନୁହେଁ, ସମନ୍ୱୟ ଓ ଶାନ୍ତି ହିଁ ଲେଖାଯିବ। ସ୍ୱାମୀଜୀଙ୍କର ବକ୍ତୃତା ଓ ଫଟୋ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହେବାକୁ ଲାଗିଲା। ତାଙ୍କୁ ଶୁଣିବାକୁ ଶ୍ରୋତାମାନେ ଅପେକ୍ଷା କରି ବସି ରହୁଥିଲେ। ସେ ସେଠାରେ ହିନ୍ଦୁ ଧର୍ମ ସମ୍ବନ୍ଧରେ ଭାଷଣ ଦେଇଥିଲେ। ହିନ୍ଦୁ ଧର୍ମ କହିଲେ ବେଦାନ୍ତ, ଗୀତା ଓ ଉପନିଷଦ ମଧ୍ୟରେ ଯେଉଁ ସାରତତ୍ତ୍ୱ ପ୍ରତ୍ୟେକ ମଣିଷ ମଧ୍ୟରେ ଦେବତା ଅଛନ୍ତି। ମଣିଷ ଶରୀର ମରେ, ମାତ୍ର ଆତ୍ମା ଅମର। ଜନ୍ମଜନ୍ମର ସାଧନା କଲେ ମନୁଷ୍ୟ ଏହି ଜ୍ଞାନ ଲାଭ କରେ। ମନୁଷ୍ୟ ପାପୀ ନୁହେଁ, ସେ ଅମୃତର ପୁତ୍ର, ଅମୃତର ଅଧିକାରୀ। ସ୍ୱାମୀଜୀଙ୍କର ଏହି କଥାରେ ଖ୍ରୀଷ୍ଟିଆନ ପାଦ୍ରୀମାନେ ଅସୁବିଧାରେ ପଡ଼ିଲେ। ସେମାନେ କହୁଥିଲେ, ମନୁଷ୍ୟ ଜନ୍ମ ପାପୀ ଓ ସେମାନଙ୍କ କଥା ଅନୁସାରେ ଚାଲିଲେ ପାପର ମୁକ୍ତି। ସେମାନେ ସ୍ୱାମୀଜୀଙ୍କ ବିରୋଧ କଲେ ମଧ୍ୟ କେତେକ ସେମାନଙ୍କର ବନ୍ଧୁ ହୋଇଗଲେ। ବିଭିନ୍ନ ସହର ଓ ସମିତିରେ ଭାଷଣ ଦେବାକୁ ଆରମ୍ଭ କଲେ ସ୍ୱାମୀଜୀ। ଏହି ସମୟରେ ତାଙ୍କର ନାମ ହୋଇଥିଲା ସାଇକ୍ଲୋନିକ ହିନ୍ଦୁ। ସ୍ୱାମୀଜୀ କହିଛନ୍ତି, ସୁଆଦର୍ଶ ଜୀବନ ଯାପନ କର, ଏହା ହିଁ ସର୍ବଶ୍ରେଷ୍ଠ ପ୍ରଚାର। ନିଜ ଜୀବନରେ ଯଦି କୌଣସି ଆଦର୍ଶକୁ ରୂପାୟିତ କରି ନପାର, ତେବେ ଅନ୍ୟକୁ ଆଦର୍ଶ ଜୀବନ ଗଠନ କରିବାକୁ ଅନୁପ୍ରାଣିତ କରିବା କଷ୍ଟ। ସ୍ୱାମୀଜୀଙ୍କ ଚେଷ୍ଟାରେ କେତେକ ପାଶ୍ଚାତ୍ୟ ଭକ୍ତ ଆକୃଷ୍ଟ ହେଲେ। ସ୍ୱାମୀଜୀ ଥାଉଜେଣ୍ଡ ଆଇଲ୍ୟାଣ୍ଡ ପାର୍କର ସହସ୍ର ଦ୍ୱୀପର ଉଦ୍ୟାନଠାରେ ରହିବା ସମୟରେ ରାଜଯୋଗ ନାମକ ତାଙ୍କର ବହି ପ୍ରକାଶିତ ହେଲା। ଏହା ପଣ୍ଡିତମାନଙ୍କ ମହଲରେ ବେଶ ଆନନ୍ଦ ଲାଭ କଲା। ସେ ଆମେରିକାରୁ କିଛି କାଳ ପରେ ପ୍ୟାରିସ ଦେଇ ଲଣ୍ଡନ ଗଲେ, ମାତ୍ର କେଉଁଠାରେ ବିଶ୍ରାମ ନାହିଁ। ତାଙ୍କ ମୁହଁରୁ ଶୁଣିବାକୁ ପାଶ୍ଚାତ୍ୟ ଜଗତ ଅପେକ୍ଷା କରି ବସିଛି। ଯେଉଁଠାକୁ ଗଲେ ସଭା, ସମିତି ଓ ଆଲୋଚନା। ତାଙ୍କର ଯୁକ୍ତିନିଷ୍ଠ ତତ୍ତ୍ୱର ଅବତାରଣା ଶିକ୍ଷିତ ବୁଦ୍ଧିଜୀବୀ ମହଲରେ ଲେଖାପାତ କଲା। ଇଂଲଣ୍ଡର ସମ୍ବାଦପତ୍ର ତାଙ୍କୁ ବୁଦ୍ଧ ଓ ଖ୍ରୀଷ୍ଟଙ୍କ ସହିତ ତୁଳନା କଲେ। ପାଶ୍ଚାତ୍ୟ ଲୋକମାନଙ୍କ ମନରେ ଥିବା ଭାରତୀୟମାନଙ୍କ ଭୁଲ ଧାରଣା କ୍ରମଶଃ ଦୂର ହେବାକୁ ଲାଗିଲା। 1895 ଖ୍ରୀଷ୍ଟାବ୍ଦରେ ସେ ପୁଣି ଆମେରିକା ଫେରିଲେ। ତାଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସଂସଦରେ ଭାଷଣ ଦେବାକୁ ହେଲା। ସ୍ୱାମୀଜୀଙ୍କର ଭାଷଣକୁ ଲେଖିବା ପାଇଁ ମିଷ୍ଟର ଜେ ଗୁଡୱିନ୍ ଷ୍ଟେନୋ ଭାବରେ କାର୍ଯ୍ୟ କଲେ। ଗୁଡୱିନ୍ ଥିଲେ ଆଦର୍ଶ ଯୁବକ। ସେ ସ୍ୱାମୀଜୀଙ୍କ ଆଦର୍ଶରେ ମୁଗ୍ଧ ହୋଇ ତାଙ୍କର ଶିଷ୍ୟତ୍ୱ